ସାଇ ସତଚରିତ୍ର ପ୍ରଥମ ଅଧ୍ୟାୟ। ନମସ୍କାର। ଗହମ ପେଶିବାର କାହାଣୀ ଏବଂ ଏହାର ଦାର୍ଶନିକ ଗୁରୁତ୍ୱ। ପ୍ରାଚୀନ ଏବଂ ସମ୍ମାନିତ ପ୍ରଥା ଅନୁସାରେ ହେମାଡପନ୍ତ ସାଇ ସତଚରିତ୍ର କୃତିକୁ ବିଭିନ୍ନ ନମସ୍କାର ସହିତ ଆରମ୍ଭ କରନ୍ତି। ପ୍ରଥମେ ସେ ସମସ୍ତ ବାଧା ଦୂର କରିବା ଏବଂ କାର୍ଯ୍ୟକୁ ସଫଳ କରିବା ପାଇଁ ଭଗବାନ ଗଣେଶଙ୍କୁ ପ୍ରଣାମ କରନ୍ତି ଏବଂ କୁହନ୍ତି ଯେ ଶ୍ରୀ ସାଇ ହେଉଛନ୍ତି ଭଗବାନ ଗଣେଶ। ତାପରେ ଦେବୀ ସରସ୍ୱତୀଙ୍କୁ ଏହି କୃତି ଲେଖିବା ପାଇଁ ପ୍ରେରଣା ଦେବା ପାଇଁ। ତାପରେ ଦେବତାମାନଙ୍କୁ ବ୍ରହ୍ମା ବିଷ୍ଣୁ ଏବଂ ଶଙ୍କର ଯଥାକ୍ରମେ ସୃଷ୍ଟି ସଂରକ୍ଷଣ ଏବଂ ବିନାଶକାରୀ ଏବଂ କୁହନ୍ତି ଯେ ସାଇନାଥ ସେମାନଙ୍କ ସହିତ ଏକ ଏବଂ ସେ ମହାନ ଶିକ୍ଷକ ଭାବରେ ଆମକୁ ସାଂସାରିକ ଅସ୍ତିତ୍ୱର ନଦୀ ପାର କରାଇ ନେବେ। ତାପରେ ତାଙ୍କ ଅଭିଭାବକ ଦେବତା ନାରାୟଣ ଆଦିନାଥଙ୍କୁ ଯିଏ କୋଙ୍କଣରେ ନିଜକୁ ପ୍ରକାଶ କରିଥିଲେ, ପରଶୁରାମଙ୍କ ଦ୍ୱାରା ସମୁଦ୍ରରୁ ପୁନଃପ୍ରାପ୍ତ ଭୂମି ଏବଂ ପରିବାରର ଆଦିପୁରୁଷଙ୍କୁ, ମୁନି ଋଷିମାନଙ୍କୁ, ତାପରେ ତାଙ୍କ ଜେଜେବାପା ସଦାଶିବଙ୍କୁ, ବାପା ରଘୁନାଥଙ୍କୁ, ତାଙ୍କ ମାତାଙ୍କୁ ଯିଏ ତାଙ୍କୁ ଶୈଶବରେ ଛାଡ଼ି ଆସିଥିଲେ, ତାଙ୍କ ପିତୃମାସୀଙ୍କୁ ଯିଏ ତାଙ୍କୁ ଲାଳନ ପାଳନ କରିଥିଲେ ଏବଂ ତାଙ୍କ ସ୍ନେହମୟ ବଡ଼ ଭାଇଙ୍କୁ, ତାପରେ ପାଠକମାନଙ୍କୁ ଏବଂ ଶେଷରେ ତାଙ୍କ ଗୁରୁ ଶ୍ରୀ ସାଇନାଥଙ୍କୁ, ଶ୍ରୀ ଦତ୍ତାତ୍ରେୟଙ୍କ ଅବତାର, ଯିଏ ତାଙ୍କର ଏକମାତ୍ର ଆଶ୍ରୟ ଏବଂ ଯିଏ ତାଙ୍କୁ ଅନୁଭବ କରାଇବେ ଯେ ବ୍ରହ୍ମ ହେଉଛି ସତ୍ୟ ଏବଂ ଜଗତ ଏକ ଭ୍ରମ ଏବଂ ଘଟଣାକ୍ରମେ ପ୍ରଭୁ ଭଗବାନ ଯେଉଁମାନଙ୍କ ମଧ୍ୟରେ ବାସ କରନ୍ତି ସେହି ସମସ୍ତ ପ୍ରାଣୀଙ୍କୁ ନମସ୍କାର କରି କାହାଣୀଟି ବର୍ଣ୍ଣନା କରିବାକୁ ଯାଆନ୍ତି। 1910 ଖ୍ରୀଷ୍ଟାବ୍ଦ ମୁଁ ଗୋଟିଏ ସୁନ୍ଦର ସକାଳେ ସାଇ ବାବାଙ୍କ ଦର୍ଶନ ପାଇଁ ଶିରିଡିର ମସଜିଦକୁ ଯାଇଥିଲି। ନିମ୍ନଲିଖିତ ଘଟଣା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ତାଙ୍କ ହାତ ଏବଂ ମୁହଁ ଧୋଇବା ପରେ ସାଇ ବାବା ଗହମ ପେଶିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ସେ ତଳେ ଏକ ବସ୍ତା ବିଛାଇ ଦେଲେ ଏବଂ ତା ଉପରେ ଏକ ହାତ ଚକ ଲଗାଇଲେ। ସେ ଏକ କୁନା ପଙ୍ଖାରେ କିଛି ଗହମ ନେଲେ ଏବଂ ତା ପରେ ତାଙ୍କ କପନି ଲୁଗା ର ହାତ ଟାଣିଲେ ଏବଂ ହାତ ଚକର କିକ୍ ଧରି ଚକର ଉପର ଖୋଳରେ କିଛି ମୁଠା ଗହମ ରଖି ଗହମ ପେଶିବା ଆରମ୍ଭ କଲେ ଏବଂ ତାହାକୁ ଘୁରାଇଲେ। ମୁଁ ଭାବିଲି ଗହମ ପେଶିବାରେ ବାବାଙ୍କର କ'ଣ କାମ ଥିଲା ଯେତେବେଳେ ତାଙ୍କର କିଛି ନଥିଲା ଏବଂ ସେ କିଛି ସଞ୍ଚୟ କରି ନଥିଲେ ଏବଂ ସେ ଦାନରେ ବଞ୍ଚୁଥିଲେ। ସେଠାରେ ଆସିଥିବା କିଛି ଲୋକ ମଧ୍ୟ ସେହିପରି ଭାବିଥିଲେ, କିନ୍ତୁ କେହି ବାବାଙ୍କୁ ପଚାରିବାକୁ ସାହସ କରିନଥିଲେ ଯେ ସେ କ'ଣ କରୁଛନ୍ତି। ବାବାଙ୍କ ଗହମ ପେଶିବାର ଖବର ସଙ୍ଗେ ସଙ୍ଗେ ଗାଁରେ ବ୍ୟାପିଗଲା ଏବଂ ସଙ୍ଗେ ସଙ୍ଗେ ପୁରୁଷ ଏବଂ ମହିଳାମାନେ ମସଜିଦକୁ ଦୌଡ଼ି ଯାଇ ବାବାଙ୍କ କାର୍ଯ୍ୟ ଦେଖିବା ପାଇଁ ସେଠାରେ ପହଞ୍ଚିଗଲେ। ଭିଡ଼ ମଧ୍ୟରୁ 4 ଜଣ ସାହସୀ ମହିଳା ଜୋରଜବରଦସ୍ତ ଉପରକୁ ଉଠି ବାବାଙ୍କୁ ଠେଲି ଦେଇ ବଳପୂର୍ବକ ହାତରେ କଣ୍ଟା ବା ହାତକୁ ନେଇ ବାବାଙ୍କ ଲୀଳା ଗାଇ ପେଶିବା ଆରମ୍ଭ କଲେ। ପ୍ରଥମେ ବାବା କ୍ରୋଧିତ ହେଲେ, କିନ୍ତୁ ମହିଳାମାନଙ୍କର ପ୍ରେମ ଏବଂ ଭକ୍ତି ଦେଖି ସେ ବହୁତ ଖୁସି ହେଲେ ଏବଂ ହସିବାକୁ ଲାଗିଲେ। ସେମାନେ ପେଶିବା ସମୟରେ ଭାବିବାକୁ ଲାଗିଲେ ଯେ ବାବାଙ୍କ ଘର ନାହିଁ, ସମ୍ପତ୍ତି ନାହିଁ, ପିଲା ନାହିଁ, ଯତ୍ନ ନେବା ପାଇଁ କେହି ନାହାନ୍ତି ଏବଂ ସେ ଦାନରେ ବଞ୍ଚନ୍ତି। ରୁଟି କିମ୍ବା ରୋଟି ତିଆରି କରିବା ପାଇଁ ତାଙ୍କୁ ଗହମ ଅଟାର ଆବଶ୍ୟକତା ନାହିଁ, ସେ ଏତେ ପରିମାଣର ଅଟା ସହିତ କ'ଣ କରିବେ? ହୁଏତ ବାବା ବହୁତ ଦୟାଳୁ, ସେ ଆମ ମଧ୍ୟରେ ଅଟା ବାଣ୍ଟିବେ। ଗୀତ ଗାଇବା ସମୟରେ ଏହିପରି ଭାବି ସେମାନେ ପେଶିବା ସମାପ୍ତ କଲେ ଏବଂ ହାତ ଚକିକୁ ପାଖ ଦେଇ ରଖି ସେମାନେ ଅଟାକୁ 4 ଭାଗରେ ବାଣ୍ଟି ଦେଲେ ଏବଂ ପ୍ରତ୍ୟେକ ଭାଗରୁ ଗୋଟିଏ ଗୋଟିଏ କାଢ଼ିବାକୁ ଲାଗିଲେ। ବାବା, ଯିଏ ଏପର୍ଯ୍ୟନ୍ତ ଶାନ୍ତ ଏବଂ ନୀରବ ଥିଲେ, ସେ ଉତ୍ତ୍ୟକ୍ତ ହୋଇ ସେମାନଙ୍କୁ ଗାଳି ଦେବା ଆରମ୍ଭ କଲେ। ମହିଳାମାନେ, ତୁମେ ପାଗଳ ହୋଇଗଲ କି? ତୁମେ କାହାର ସମ୍ପତ୍ତି ଲୁଟୁଛ? ମୁଁ ତୁମଠାରୁ କିଛି ଗହମ ଧାର ନେଇଛି କି ଯାହା ଦ୍ୱାରା ତୁମେ ନିରାପଦରେ ଅଟା ନେଇପାରିବ? ଏବେ ଦୟାକରି ଏହା କର। ଅଟା ନେଇ ଗାଁ ସୀମାରେ ଫୋପାଡ଼ି ଦିଅ। ଏହା ଶୁଣି ମହିଳାମାନେ ଲଜ୍ଜିତ ହୋଇ ସେମାନଙ୍କ ମଧ୍ୟରେ ହୋଇ କହିଲେ, ବାବାଙ୍କ ନିର୍ଦ୍ଦେଶ ଅନୁସାରେ ଗାଁ ବାହାରକୁ ଯାଇ ଅଟା ବିଛାଇଲେ। ମୁଁ ଶିରିଡିବାସୀଙ୍କୁ ପଚାରିଲି, ବାବା ଏହା କ'ଣ କରିଥିଲେ? ସେମାନେ ଉତ୍ତର ଦେଲେ ଯେ ଯେତେବେଳେ ଗାଁରେ ହଇଜା ମହାମାରୀ ବ୍ୟାପିଥିଲା ଏବଂ ଏହା ବାବାଙ୍କ ପ୍ରତିକାର ଥିଲା, ଏହା ଗହମ ନୁହେଁ ଯାହାକୁ ପେଶି ଦିଆଯାଇଥିଲା, ବରଂ ହଇଜାକୁ ଖଣ୍ଡ ଖଣ୍ଡ କରି ଗାଁ ବାହାରକୁ ଠେଲି ଦିଆଯାଇଥିଲା। ଏହି ସମୟଠାରୁ ହଇଜା ମହାମାରୀ କମିଗଲା ଏବଂ ଗାଁର ଲୋକମାନେ ଖୁସି ହେଲେ। ମୁଁ ଏସବୁ ଜାଣି ବହୁତ ଖୁସି ହେଲି, କିନ୍ତୁ ସେହି ସମୟରେ ମୋର କୌତୂହଳ ମଧ୍ୟ ଜାଗ୍ରତ ହେଲା। ମୁଁ ନିଜକୁ ପଚାରିବାକୁ ଲାଗିଲି, ଗହମ ଅଟା ଏବଂ ହଇଜା ମଧ୍ୟରେ କ'ଣ ପାର୍ଥିବ ସମ୍ପର୍କ ଥିଲା? ଉଭୟଙ୍କ ମଧ୍ୟରେ କ'ଣ ସାଧାରଣ ସମ୍ପର୍କ ଥିଲା ଏବଂ ସେମାନଙ୍କୁ କିପରି ମିଳାଇବେ? ଘଟଣାଟି ଅବର୍ଣ୍ଣନୀୟ ମନେହୁଏ। ମୁଁ ଏହା ଉପରେ କିଛି ଲେଖିବା ଉଚିତ ଏବଂ ମୋର ହୃଦୟ ସନ୍ତୁଷ୍ଟ କରି ବାବାଙ୍କ ମଧୁର ଲୀଳା ଗାଇବା ଉଚିତ। ଏହି ଲୀଳା ବିଷୟରେ ଏହିପରି ଭାବିବା ସମୟରେ ମୋର ହୃଦୟ ଆନନ୍ଦରେ ପୂର୍ଣ୍ଣ ହୋଇଗଲା ଏବଂ ମୁଁ ବାବାଙ୍କ ଜୀବନ ସଚ୍ଚରିତା ଲେଖିବାକୁ ପ୍ରେରଣା ପାଇଲି। ଏବଂ ଆମେ ଜାଣୁ ଯେ ବାବାଙ୍କ କୃପା ଏବଂ ଆଶୀର୍ବାଦରେ ଏହି କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ଶିରିଡିର ଲୋକମାନେ ଗହମ ପେଶିବାର ଏହି ଘଟଣାକୁ ଯେଉଁ ଅର୍ଥ ଦେଇଥିଲେ ତାହା ବ୍ୟତୀତ ଆମେ ଭାବୁଛୁ ଏହାର ଏକ ଦାର୍ଶନିକ ଗୁରୁତ୍ୱ ମଧ୍ୟ ଅଛି। ସାଇ ବାବା ପ୍ରାୟ 60 ବର୍ଷ ଧରି ଶିରିଡିରେ ବାସ କରୁଥିଲେ ଏବଂ ଏହି ଦୀର୍ଘ ସମୟ ମଧ୍ୟରେ ସେ ପ୍ରାୟ ପ୍ରତିଦିନ ପେଶିବାର ବ୍ୟବସାୟ କରୁଥିଲେ, କିନ୍ତୁ କେବଳ ଗହମ ନୁହେଁ, କିନ୍ତୁ ତାଙ୍କ ଅଗଣିତ ଭକ୍ତଙ୍କ ପାପ, ମାନସିକ ଏବଂ ଶାରୀରିକ କ୍ଲେଶ ଏବଂ ଦୁଃଖ। ତାଙ୍କ ଚକିର 2ଟି ପଥରରେ କର୍ମ ଏବଂ ଭକ୍ତି ଥିଲା, ପ୍ରଥମଟି ତଳ ଏବଂ ଦ୍ୱିତୀୟଟି ଉପର ଥିଲା। ବାବା ଯେଉଁ ହାତ ସାହାଯ୍ୟରେ ଚକି କାମ କରୁଥିଲେ ତାହା ଜ୍ଞାନ ଥିଲା। ବାବାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ଜ୍ଞାନ କିମ୍ବା ଆତ୍ମ ସାକ୍ଷାତ ସମ୍ଭବ ନୁହେଁ ଯଦି ଆମର ସମସ୍ତ ଆବେଗ, ଇଚ୍ଛା, ପାପକୁ ପେଶିବାର ପୂର୍ବ କାର୍ଯ୍ୟ ନଥାଏ ଏବଂ 3ଟି ଗୁଣ ଯଥା ସତ୍ତ୍ୱ, ରଜ ଏବଂ ତମ ଏବଂ ଅହଙ୍କାର, ଯାହା ଏତେ ସୂକ୍ଷ୍ମ ଏବଂ ତେଣୁ ମୁକ୍ତି ପାଇବା ଏତେ କଷ୍ଟକର। ଏହା ଆମକୁ କବୀରଙ୍କ ସମାନ କାହାଣୀ ମନେ ପକାଇ ଦିଏ,
ଯିଏ ଜଣେ ମହିଳାଙ୍କୁ ମକା ପେଷିବା ଦେଖି ତାଙ୍କ ଗୁରୁ ନିପତିରଞ୍ଜନଙ୍କୁ କହିଥିଲେ, ମୁଁ କାନ୍ଦୁଛି କାରଣ ମୁଁ ହାତ ଚକିରେ ମକା ପରି ଏହି ସାଂସାରିକ ଅସ୍ତିତ୍ୱର ଚକ୍ରରେ ଚାପି ହେବାର ଯନ୍ତ୍ରଣା ଅନୁଭବ କରୁଛି। ନିପତିରଞ୍ଜନ ଉତ୍ତର ଦେଇଥିଲେ, ଭୟ କର ନାହିଁ, ମୁଁ ଯେପରି ଚକିର ଜ୍ଞାନର ହାତକୁ ଧରି ରଖେ ଏବଂ ଏଥିରୁ ବହୁତ ଦୂରକୁ ବୁଲୁନାହିଁ ବରଂ କେନ୍ଦ୍ର ଆଡ଼କୁ ମୁହଁ ବୁଲାଅ ଏବଂ ତୁମେ ନିଶ୍ଚିତ ଭାବରେ ରକ୍ଷା ପାଇବ। ଶ୍ରୀ ସାଇଙ୍କୁ ପ୍ରଣାମ। ସମସ୍ତଙ୍କ ପ୍ରତି ଶାନ୍ତି ହେଉ।